ବାରିପଦାରେ ଅଭାବନୀୟ କାଣ୍ଡ ପାରିବାରିକ କଳହରୁ ପତ୍ନୀଙ୍କୁ ଛୁରା ମାରିଦେଲା ସ୍ୱାମୀ ଗୁରୁତର ଅବସ୍ଥାରେ ପିଏମ୍ଆର୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ଅଭିଯୁକ୍ତ ସ୍ୱାମୀ ରବୀନ୍ଦ୍ର ଦିଗାରଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଆଜି ସକାଳ 10ଟା ସମୟରେ ବାରିପଦା ଏମ୍କେସି ହାଇସ୍କୁଲ ନିକଟରେ ଏହି ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ପତ୍ନୀ କବିତା ବାଙ୍କିସ୍ଥଳ ନିଜ ବାପାଙ୍କ ଘରେ ରହୁଥିଲେ। କୌଣସି କାମରେ ବାରିପଦା ଆସିଥିବା ବେଳେ ସ୍ୱାମୀଙ୍କ ସହିତ ରାସ୍ତାରେ ମୁହାଁମୁହିଁ ହୋଇଥିଲେ। ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ୱାମୀ ରବୀନ୍ଦ୍ର ମଝି ରାସ୍ତାରେ କବିତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ କବିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। डेली 8टा 8:30 बेलू कम करने आसती है कि सागर फुटी भी आसती से शुणा पाइले हठात चाकू माड़ हो किए मारी माने कि तो आम तो जानी ना फिल्ड उपर किए मारी बोली है कि शुणाशुणी कथा जे भेणे मारी जो घर को जो रिपोर्टा जाइए बर्तमान फोन मध्यम जानवा पाइले भेणे मान मारी चाकू आउ किछि दिन पूर्व स्वामी भी जाकर रोते सेठी माछ बेपार करुले किछि दिन तो घटना 5-6 दिन हम माछ बेपार करुले तो आज हठात उपर सब जिनस